ବର୍ଷା ଦିନେ ପାକିସ୍ତାନ ଆଡକୁ ବର୍ଷା ଦିନେ ପାକିସ୍ତାନ ଆଡକୁ ଅଧିକ ପାଣି ଛାଡି ବନ୍ୟା ଆଣିପାରିବ, ଶୁଖିଲା ଦିନେ ପାଣି ରୋକି ମରୁଡି ଆଣିପାରିବ। ଏଇଟା ସବୁ ଖରାପ ଜିନିଷ ହେଲା। ଆଜି ଗୋଟେ ବଢିଆ ଟପିକ ବିଷୟରେ ଆମେ କଥା ହବା। ନା ଟପିକଟା ଆମର କଣ? ପାକିସ୍ତାନ ପାଣି ବନ୍ଦ, ଯୋଉଟା କି ଏବେ ଚାଲିଛି, ଯୋଉ ୱାଟର ଟ୍ରିଟି ଅଛି ତାକୁ କେମିତି ବନ୍ଦ କରାହବ କଣ, ସେ ବିଷୟରେ ଆମେ ଡିଟେଲ୍ସରେ এই ଭିଡିଓରେ ଜାଣିବା। ଭାରତ ପାଖରେ ଏମିତି ଏକ ବ୍ରହ୍ମାସ୍ତ୍ର ଅଛି, ଠିକ ଅଛି, ଯାହାର ଯାହାର ସୁଇଚ ଚିପିଦେଲେ ପାକିସ୍ତାନରେ ଭୀଷଣ ମରୁଡି, ଅନ୍ଧକାର ଏବଂ ଭୋକ ଉପାସର ସଙ୍କଟ ଛିଡା ହୋଇଯିବ। ଏହି ବ୍ରହ୍ମାସ୍ତ୍ର ନାମ ହେଉଛି କଣ? ନା ଇଣ୍ଡସ୍ ୱାଟର ଟ୍ରିଟି, ସିନ୍ଧୁ ନଦୀ ଜଳ ଚୁକ୍ତି। ଗତ କିଛି ଦିନ ହେବ ଭାରତ ସରକାର ପାକିସ୍ତାନକୁ ଏକ ନୋଟିସ ପଠାଇ ଏହି 60 ବର୍ଷ ପୁରୁଣା ଚୁକ୍ତିକୁ ବଦଳାଇବାକୁ କହିଛନ୍ତି। କିନ୍ତୁ ଭାରତର ଅସଲ ମାଷ୍ଟର ପ୍ଲାନ କଣ? କାହିଁକି ଏ ନଦୀର ପାଣି ଅଟକିଲେ ପାକିସ୍ତାନ ପୁରା ଶେଷ ହୋଇଯିବ? ଆସନ୍ତୁ ଜାଣିବା ଆଜିର ଏହି ସ୍ପେଶାଲ କେସ୍ ଷ୍ଟଡିରେ। ୱେଲକମ୍ ଟୁ ଭିଜନ ଓଡ଼ିଆ। ମାନେ ଏଇଟା କେବେଠୁ ଷ୍ଟାର୍ଟ ହେଇଥିଲା ଆମେ ଜାଣିବା। ନା ଦ 1960 ଟ୍ରିଟି ଆଣ୍ଡ ହିଷ୍ଟ୍ରି, ତା ବିଷୟରେ ଡିଟେଲ୍ସ ଜାଣିବା, ଠିକ ଅଛି। କାହାଣୀ ଆରମ୍ଭ ହୁଏ 1960 ମସିହାରେ, ଯେତେବେଳେ ଭାରତ ପାକିସ୍ତାନ ମଧ୍ୟରେ ଇଣ୍ଡସ୍ ୱାଟର ଟ୍ରିଟି ସାଇନ୍ ହୋଇଥିଲା। କିନ୍ତୁ ଏହି ଚୁକ୍ତି ଅନୁସାରେ 6ଟି ନଦୀର ପାଣିକୁ ଦୁଇ ଦେଶ ଭିତରେ ବଣ୍ଟାଗଲା। ଇଷ୍ଟର୍ଣ୍ଣ ରିଭର୍ସ କିଏ? ନା ରବି, ବ୍ୟାସ, ସତଲେଜ। ଏହାର 100% ପାଣି ବ୍ୟବହାର କରିବାର ଅଧିକାର ଭାରତକୁ ମିଳିଲା। ୱେଷ୍ଟର୍ଣ୍ଣ ରିଭର୍ସ କିଏ? ନା ସିନ୍ଧୁ, ଝେଲମ ଆଉ ଚେନାବ। ଏହି 3ଟି ବଡ଼ ନଦୀର ପ୍ରାୟ 80% ପାଣି ପାକିସ୍ତାନକୁ ଦିଆଗଲା। ମାନେ ସେ ବି ଆମର ଥିଲା, କିନ୍ତୁ ତାଙ୍କୁ ଦିଆଗଲା। ଏଠାରେ ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଉଛି ଏହି 3ଟି ଯାକ ନଦୀ ଭାରତୀୟ ସୀମା ଜାମ୍ମୁ କାଶ୍ମୀର ଦେଇ ହିଁ ପାକିସ୍ତାନକୁ ବହିଯାଆନ୍ତି। ଉଦାରତା ଦେଖାଇ ଭାରତ ପାକିସ୍ତାନକୁ ପାଣି ତ ଦେଲା, କିନ୍ତୁ ପାକିସ୍ତାନ ବଦଳରେ ଭାରତକୁ କଣ ଦେଲା? ସୀମାପାର ଆତଙ୍କବାଦ। ମୁଁ କହିବା କଥା ଏଇଟା ସବୁଠୁ ଭୁଲ ଆଉ ବେକାର ଡିସିଜନ। ମୋ ମତରେ ଦେଶ ତ ଡିଭାଇଡ ହେଲା, ତାଙ୍କ ଦେଶ ସେମାନେ ରହିଲେ, ଆମ ଦେଶରେ ଆମେ ରହିଲେ। ତାପରେ ସେ ବାର ଆମକୁ ଆତଙ୍କବାଦୀ ଆକ୍ରମଣ କଲେ, ତାପରେ ଯୁଦ୍ଧ ହେଲା, ୱାର ହେଲା। ଏ ବେକାର ଜିନିଷ ମାନେ କଣ ପାଇଁ? ସେତେବେଳେ ଗଭର୍ଣ୍ଣମେଣ୍ଟ, ମାନେ କୋଉ ଗଭର୍ଣ୍ଣମେଣ୍ଟ ମୁଁ ହେଟ୍ କରୁନି, କଣ ପାଇଁ ଏ ଜିନିଷ କଣ ପାଇଁ ଦିଆଗଲା? ଆମର ରାଜସ୍ଥାନ ଅଛି, ପଞ୍ଜାବ ହରିୟାଣା ଅଛି, ଯୋଉଟାରେ କି ପଞ୍ଜାବ ହରିୟାଣାରେ ପାଣି ଲେୟାର ଦିନକୁ ଦିନ କମି କମି ଯାଉଛି। ସେ ନଦୀର ଯଦି କିଛି ଡ୍ୟାମ ଟାଇପର କରିକି ଏପଟକୁ ବି ମୋଡି ପାରିଥାନ୍ତା, ଆମର ହିଁ ଫାଇଦା ହେଇଥାନ୍ତା। ଏଟା ଅତି ବେକାର, ଅତି ଫାଲତୁ ଡିସିଜନ ସେତେବେଳେ ଥିଲା, ଯୋଉମାନେ ବି ନେଇଥିଲେ, ଠିକ ଅଛି। ତାପରେ ନା କଣ, ପାକିସ୍ତାନ ୱିକନେସ ବିଷୟରେ ଜାଣିବା। କଣ ପାକିସ୍ତାନ ପାଇଁ ଏହି 3ଟି ନଦୀ ଇଣ୍ଡସ୍, ଝେଲମ, ଚେନାବ କେବଳ ନଦୀ ନୁହନ୍ତି, ବରଂ ସେମାନଙ୍କର ଲାଇଫ ଲାଇନ। ଏଗ୍ରିକଲଚର, କୃଷି। ପାକିସ୍ତାନର 80%ରୁ ଅଧିକ ଚାଷ କାର୍ଯ୍ୟ ଏହି ସିନ୍ଧୁ ନଦୀର ପାଣି ଉପରେ ନିର୍ଭର କରେ। ଇଲେକ୍ଟ୍ରିସିଟି, ବିଜୁଳି। ପାକିସ୍ତାନର ଅଧିକାଂଶ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଏହି ନଦୀଗୁଡ଼ିକ ଉପରେ ନିର୍ଭର କରେ। ଯଦି ଏହି ପାଣି ପ୍ରବାହରେ ମାତ୍ର 20% ବି ହ୍ରାସ ଘଟେ, ତେବେ ପାକିସ୍ତାନରେ ଖାଦ୍ୟ ସଙ୍କଟ ସହ ଭୀଷଣ ବିଜୁଳି ସଙ୍କଟ ଦେଖାଦେବ। ଦେଶରେ ପୁରା ଅରାଜକତା ସୃଷ୍ଟି ହେଇଯିବ, ଠିକ ଅଛି। ତାପରେ କଣ ନା ଆଉ ଗୋଟେ ପାର୍ଟ ହେଲା ନା ଇଣ୍ଡିଆ ମେଗା ଡାଇଭରସନ ମାଷ୍ଟର ପ୍ଲାନ, ଠିକ ଅଛି। ମାଷ୍ଟର ପ୍ଲାନ, ସବୁଥିରେ ଖାଲି ମାଷ୍ଟର ପ୍ଲାନ। କଣ ନା ତେବେ ଭାରତ ଏବେ କଣ କରୁଛି? ଭାରତ କୌଣସି ଆନ୍ତର୍ଜାତୀୟ ନିୟମ ନ ଭାଙ୍ଗି ଚୁପଚାପ ନିଜର ୱାଟର ଇନଫ୍ରାଷ୍ଟ୍ରକ୍ଚରକୁ ମଜବୁତ କରୁଛି। ଶାହପୁର କଣ୍ଡି ଡ୍ୟାମ। ଭାରତ ନିକଟରେ ଶାହପୁର କାଣ୍ଡି ଡ୍ୟାମର କାମ ପୁରା କରିଦେଇଛି, ଯାହା ଫଳରେ ରବି ନଦୀର ଯେଉଁ ପାଣି ପାକିସ୍ତାନକୁ ବହି ଯାଉଥିଲା ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇ ଏବେ ଜାମ୍ମୁ କାଶ୍ମୀର ଓ ପଞ୍ଜାବ ଚାଷୀମାନଙ୍କ ପାଖକୁ ଯାଉଛି। ମାନେ ଏଟା ବଢିଆ ଡିସିସନ। ଆମର ତ ଇଣ୍ଡିଆର ସବୁବେଳେ ଆମର ଲେଟ୍, ଇଣ୍ଡିଆନ୍ସ ଆର୍ ଅଲୱେଜ ଲେଟ୍। ଆଉ କଣ, ମେଗା ହାଇଡ୍ରୋ ପାୱାର ଡ୍ୟାମ। ଚେନାବ ଓ ଝେଲମ ନଦୀ ଉପରେ ଭାରତ ରାଟଲେ, କିରୁ ଏବଂ କିଶନଗଙ୍ଗା ଭଳି ବିଶାଳ ହାଇଡ୍ରୋ ପ୍ରୋଜେକ୍ଟ ବନାଉଛି। ଏହାର ମାନେ ହେଉଛି ଭାରତ ନଦୀର ପାଣିକୁ ପୁରା ରୋକିବ ନାହିଁ, କିନ୍ତୁ ନିଜର ଡ୍ୟାମ ମାଧ୍ୟମରେ ପାଣିର ସ୍ପିଡ ଏବଂ ଟାଇମିଂକୁ କଣ୍ଟ୍ରୋଲ କରିପାରିବ। ବର୍ଷା ଦିନେ ପାକିସ୍ତାନ ଆଡକୁ ଅଧିକ ପାଣି ଛାଡି ବନ୍ୟା ଆଣିପାରିବ, ଶୁଖିଲା ଦିନେ ପାଣି ରୋକି ମରୁଡି ଆଣିପାରିବ। ଏଇଟା ସବୁ ଖରାପ ଜିନିଷ ହେଲା। ମାନେ ଜଣକୁ ତମେ ହଇରାଣ କରିବ ବୋଲି ଏମିତି ହଇରାଣ କରିବ, ହୁଏତ ପାଣି ଦିଅନି, ଜମା ଦିଅନି। ଆଉ ବର୍ଷା ଦିନେ ତାକୁ ପାଣି ଛାଡିଦବ, ତାର ବନ୍ୟା ହବ, ଏପଟେ ଖରା ଦିନେ ଛାଡିବନି, ମରୁଡି ହେଇଯିବ। ଡେଞ୍ଜର ଲୋକ। ବିଷୟଟା ପୁରା ଛୋଟ ବିଷୟଟା। ମାନେ ଯୋଉ ଆମର ୱାଟର ଟ୍ରିଟି ଥିଲା, କେମିତି ହେଇଥିଲା ଆଉ କାହା ସମୟରେ ହେଇଥିଲା? 1960 ମାନେ ସେତେବେଳେ ସେ କଂଗ୍ରେସ ଗଭର୍ଣ୍ଣମେଣ୍ଟ ବା ଆମର ନେହେରୁ ଗଭର୍ଣ୍ଣମେଣ୍ଟ ଥିବ, ଆଉ ସେ ସମୟରେ ଏଇଟା ହେଇଥିଲା। ଆଉ ସେତେବେଳେ ସେ କଣ ତାଙ୍କର ସୁବିଧା ଅସୁବିଧା କଣ ଦେଖିକି କରିଥିବେ ଭାଇ, ସେଇଟା ତ ଆମେ କହିପାରିବାନି।
କିନ୍ତୁ ଯୋଉଟା ବି କଲେ କିଛି ଠିକ ହେଲାନି କଣ ପାଇଁ ନା ସେମାନେ ବାର ବାର ଅଲରେଡି ତା ପୂର୍ବରୁ ବୋଧେ ଗୋଟେ ଥର ଯୁଦ୍ଧ ହେଇସାରିଥିଲା ନା କଣ ସେଥିପାଇଁ ତ ବେସିକ୍ସ ଜିନିଷ କଣ ରହିଲା ନା ଟ୍ରିଟିର ନାଁ ହଉଛି ଇଣ୍ଡସ୍ ଟ୍ରିଟି, ଇଣ୍ଡସ୍ ୱାଟର ଟ୍ରିଟି। ଆଉ ସେଇଟା କଣ ନା ସବୁ ଯାକ ନଦୀ ଆମରି ପଟେ ହିଁ ଥିଲା, ବୁଝିପାରୁଛନ୍ତି। ଆଉ ମାନେ 3ଟା ନଦୀ ବୋଧେ ଆମେ ରଖିଲେ 3ଟା ନଦୀ ତାଙ୍କୁ ଦିଆଗଲା, ମାନେ 3ଟା ନ 80% ତାଙ୍କୁ ଦିଆଗଲା, ଯୋଉଟା ତାଙ୍କର ହକ୍ ବି ନାହିଁ। ଆଉ ଏବେ ଭାରତ ତା ଉପରେ କେତେ ପ୍ରୋଜେକ୍ଟ ବନଉଛି, ବନେଇକି ବର୍ଷା ବେଳେ ତାଙ୍କୁ ପାଣି ଛାଡ଼ିଦବ, ତାଙ୍କର ବନ୍ୟା କରିଦବ, ଆଉ ଖରା ଦିନେ ତାଙ୍କର ପାଣି ବନ୍ଦ କରିକି ତାଙ୍କର ମରୁଡି କରିଦବ। ଭଲ ଆତଙ୍କବାଦୀ ମାନଙ୍କୁ ଟ୍ରିଟ୍ କରିବା ଏଇଟା ଭଲ ଜିନିଷ। ଆଜିର ନୂଆ ଭାରତ ପୁରୁଣା ନୀତିକୁ ବଦଳାଇ ସାରିଛି। ଯଦି ପାକିସ୍ତାନ ଆତଙ୍କବାଦ ବନ୍ଦ ନ କରେ ତେବେ ଭାରତ ପାଣି ଅଟକାଇ ତାକୁ ଏମିତି ପାଠ ପଢେଇବ ଯାହା ସେ କେବେ ସ୍ୱପ୍ନରେ ଭାବିନଥିବ। ଆପଣଙ୍କୁ କ'ଣ ଲାଗୁଛି? ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ପୁରା ବାତିଲ କରିଦେବା ଦରକାର କି? ନିଶ୍ଚୟ ଦରକାର। ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ଜିଓ ପଲିଟିକ୍ସ ଏବଂ ଡିଫେନ୍ସ ଉପରେ ଏମିତି ଷ୍ଟଡି ଜାଣିବା ପାଇଁ, ଏମିତି ମାନେ ନଲେଜ ଗେନ୍ କରିବା ପାଇଁ ଭିଜନ ଓଡ଼ିଆକୁ ବା ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।